ମାଉସୀ ଏଠି କଣ କରୁଛ? ଏଠି ଗୋଟେ ପେଣ୍ଟିଂ ହଉଛି ତ ସାଙ୍ଗମାନେ। ଏଇଟା ହଉଛି ଗୋଟେ ପେଣ୍ଟିଂ ତିଆରି ହଉଛି। ଇଏ ମାନେ ଏଇଟା ଗୋଟେ ଫ୍ୟାମିଲି ପେଣ୍ଟିଂ। ଆଉ ଏଥିରେ ଅଛନ୍ତି କୁପି, ତା ମାମା, ଆଉ ନନା, ଆଉ ତାଙ୍କ କୁନି ପୁଅ ଯିଏ ଏବେ ମାନେ ଚାଲିନି କିନ୍ତୁ ତାକୁ ଚାଲିବା ରୂପ ଦିଆ ହେଇଯାଇଛି କାହିଁକିନା ସେ ବଡ ହେଲେ ଏଟାକୁ ଦେଖିବ। ନ୍ୟୁ ବର୍ନ ଏଇଟା ଏଇ ଯୋଉ ପେପରଟା ହେଇଛି ଏଇଟା ଏଇଗୁଡ଼ା ୟୁଜ୍ ହେଇଛି। ଆଉ ଏଥିରେ ଏଇଟା ଯୋଉ ଆଗରୁ ସିଷ୍ଟମ ଥିଲା କଣ ନା ଯୋଉ ଲୋକମାନେ ତଳେ ପକେଇ ଖାଉଥିଲେ ଏ ପେପର ସବୁ ଗୋଟେ ବଣ୍ଡଲ ଆସିଥିଲା ତାକୁ ପକା ହେଇ ସେମାନେ ତା ଉପରେ ଖାଇବା ଥୋଇ ଖାଉଥିଲେ। ଖାଇବା ନଷ୍ଟ ହଉନଥିଲା। ଏଇଟା ଆକ୍ଚୁଆଲି ପେପର ନୁହେଁ, ପେପରରେ ହଁ ସବୁ ପେପରଟା ଖାତା ଟାଇପର ତିଆରି ହେଇଯାଇଛି। ଏଇଟା ହେଲା ତା ପଟି। ମାନେ ସେଇ ଟାଇପର ରିଲ୍ ଗୋଟେ ଅଛି ଦେଖନ୍ତୁ। ଏଇ ଟାଇପର ରିଲ୍ ଏଇ ଯୋଉ ମାନେ ଲୋକମାନେ ଆଗରୁ ସବୁ ଖାଉଥିଲେ ରାସ୍ତା ମାନେ ଯୋଉ ଦୁଆରେ ବସି ଖାଉଥିଲେ ଏଇଟା ନଷ୍ଟ ନ ହବା ପାଇଁ ଖାଦ୍ୟ ହେଇ କିମ୍ବା ଏଇଟା ହେଇ ହଁ ଏଇଥିରେ ହଉଛି। ଏଇଟା ହଉଛି ଏଇ ପେପରଟା ପେପର ବଣ୍ଡଲ। ଏଇ ଯୋଉ ମଝି ପୋଜିସନଟା ରହିଲା ଏଇଟା ଅଛି ଆମର କାର୍ଡବୋର୍ଡ ଟାଇପର। ଏଇଆକୁ ଆମେ ଛଡେଇକି ତାକୁ ଜଏଣ୍ଟ କରି ତିଆରି କରୁଛେ କାର୍ଡବୋର୍ଡଟା। ଆଉ ଏ କାର୍ଡବୋର୍ଡରେ ଟୋଟାଲି ଫ୍ୟାମିଲି ପେଣ୍ଟିଂ। ଆଉ ଏବେ ବର୍ତ୍ତମାନ ଅଧା ଅଛି କାହିଁକି ନା ଆମ ପାଖରେ କଲର ନାହିଁ। କଲର ଆସିଲା ପରେ ଇଏ ହେଇଯିବ ଫ୍ୟାମିଲି ପୁରା ଫାଇନାଲ ଫ୍ୟାମିଲି ପେଣ୍ଟିଂ। ଆଉ କୁକୁ ତତେ ଏଇଟା କେମିତି ଲାଗୁଛି? ଭଲ ଲାଗୁଛି ଯେ ମାଉସୀ ମତେ ଟିକେ ତମେ ମୋଟା କରିଦେଲ। ତୁ ଏଇଗୁଡ଼ା ତୁ ଆରେ ଦେଖ ତୋର ଭବିଷ୍ୟତ ଦେଖେ। କୁନି ପୁଅ ସେ ବଡ ହବ। ବଡ ହେଲା ପରେ ମତେ ଆଉ ଟିକେ ବଡ କଲନି, ମୁଁ ବି ବଡ ହେବି। ତୁ କଣ ଏତେ ଜଲ୍ଦି ବଡ ହେଇଯିବୁ? ଯାହା ବି ହେଲେ ଟାଇମ୍ ଲାଗିବ ନା ନାଇଁ। ତୋର ଟିକେ ମାନେ ଜେନେରେସନଟା ଟିକେ କମେଇ ଦିଆଯାଇଛି ବୁଝିଲୁ କି? ତଥାପି ଭଲ ଲାଗୁଛି ପେଣ୍ଟିଂଟା। ଆଉ ଫାଇନାଲ ହେଲା ପରେ ଆଉ ଗୋଟେ ଭିଡିଓ ବନେଇବା ଆଉ।